ତିନୋଟି ବନ୍ଧକୁ ନେଇ ରାମ ନାମ ସୃଷ୍ଟି ହେଲା। ର ଦ୍ରୁତ ଆ ଦ୍ରୁତ ମ ବାଲ୍ମୀକି କହିଲେ ରାମଙ୍କ ନାମରେ ଯୋଉ ର ବର୍ଣ୍ଣ ରହିଲା ଏ ର ବର୍ଣ୍ଣର ଅର୍ଥ କଣ? ର ବର୍ଣ୍ଣର ଅର୍ଥ ହେଲା ଅଗ୍ନି, ଆ ବର୍ଣ୍ଣର ଅର୍ଥ ହେଲା ସୂର୍ଯ୍ୟ, ମ ବର୍ଣ୍ଣର ଅର୍ଥ ହେଲା ଚନ୍ଦ୍ର। ତାମାନେ ତ୍ରିବୀଜରେ ତ୍ରିଶକ୍ତିରେ ଗୋଟିଏ ନାମ ସୃଷ୍ଟି ହେଲା, ତାହା ହଉଛି ରାମ। ଯଦି ଏ କଥା ନାମକୁ ବିତ୍ପତ୍ତି କଲେ ଆମେ ଜାଣିପାରିଲେ। ଆଉ ଟିକେ ଭିତରକୁ ଯିବା। କପିଳ ଯୁଗ କେତେ? ଇଏ ହେଲା କଳି ଯୁଗ। ୟା ପୂର୍ବରୁ କେତୋଟି ଯୁଗ ଥିଲା? କଣ କଣ?